हाय साଙ୍ଗମାନେ ସ୍ୱାଗତ କରୁଛି ମୋର ଆଉ ଭିଡ଼ିଓ ସାଙ୍ଗମାନେ କେମିତି ଆଶା କରି ଆପଣମାନେ ବହୁତ ଭଲ ଥିବେ ବହୁତ ଖୁସି ଥିବେ ସାଙ୍ଗମାନେ ଆଜି ମୁଁ ନିଜେ ଚିକେନ୍ ତରକାରୀ କରୁଛି ଆଜି ନିଜେ ହାତରେ ତ ବହୁତ ଟାଇମ୍ ଲେଟ୍ ହେଇଗଲାଣି ପ୍ରାୟ 2:30 ପାଖାପାଖି ହେବ ତ ଲେଟ୍ ହେଇଗଲାଣି ଫିର୍ ବି କିଛି ନାହିଁ ତ ଆପଣମାନଙ୍କ ପାଇଁ ମୁଁ ଫାର୍ଷ୍ଟ ଟାଇମ୍ ରୋଷେଇ କରୁଛି ତ ରୋଷେଇ କରି ଆପଣଙ୍କୁ ଦେଖେଇବି ତାପରେ ମୁଁ ଖାଇବି ତ ଦେଖନ୍ତୁ ଏସବୁ ସାଙ୍ଗମାନେ କେମିତି ଚିକେନ୍ କଷା ହେଉଛି ପୁରା ବହଳିଆ ବହଳିଆ ହେଇଛି ତା ଦେହରେ ଆଳୁ 4-5ଟା ପଡ଼ୁଛି ଆଉ ତା ସାଙ୍ଗରେ ଅଛି କାଜୁ ମିକ୍ସ କରି ପକା ହେଇଛି ଆଉ ଅଦା ରସୁଣ ପେଷ୍ଟ ବଟା ହେଇକି ପଡ଼ିଛି ଆଉ ଲଙ୍କାଗୁଣ୍ଡ ଜମାରୁ ଲଙ୍କାଗୁଣ୍ଡ ପଡ଼ିନି ଖାଲି କଞ୍ଚା ଲଙ୍କା 4-5ଟା ପଡ଼ିଛି ଦେଖନ୍ତୁ କେତେ ସୁନ୍ଦର ଦେଖାଯାଉଛି ଟେଷ୍ଟି ତ ସାଙ୍ଗମାନେ ଖାଇବା ଟେଷ୍ଟ କରି କେମିତି ଲାଗୁଛି ଚିକେନ୍ ଯେଉଁ ବନେଇଥିଲେ ସେଇଟା କେମିତି ଲାଗୁଛି ଖାଇକି ଦେଖିବା ତ ଚାଲନ୍ତୁ ଖାଇକି ଦେଖିବା କେମିତି ଲାଗୁଛି ଚିକେନ୍ ତରକାରୀ ତ ସାଙ୍ଗମାନେ ଟେବୁଲ୍ ପୁରା ରେଡ଼ି ହେଇଯାଇଛି ତ ମୁଁ ଚାଲିଲି ଖାଇବା ପାଇଁ ତ ମାନେ ରେଡ଼ି ବସିକରି ଆଉ ଫାର୍ଷ୍ଟ ଟେଷ୍ଟ କରିବା ଝୋଳ ସାଙ୍ଗରେ ଚିକେନ୍କୁ କେମିତି ଲାଗୁଛି ତ ଫାର୍ଷ୍ଟ ଚିକେନ୍ଟା ଖାଇକି ଦେଖିଲି ବହୁତ ସମୟ ହେଲା କରିବି ପ୍ରାୟ 3:30 ପାଖ ହେଇଗଲାଣି ଫାର୍ଷ୍ଟ ଖାଇକି ଦେଖୁଛି କେମିତି ଲାଗୁଛି ସାଙ୍ଗମାନେ ଫାର୍ଷ୍ଟ ଖାଇକି ଦେଖିଲି ତ ବହୁତ ମୋତେ ବଢ଼ିଆ ଲାଗିଲା କିନ୍ତୁ ଜବରଦସ୍ତ ପୁରା ହେଇଛି ପୁରା ତା ସାଙ୍ଗରେ ଯେଉଁ ଗରମ ଯେଉଁ ମସଲାଟା ପଡ଼େ ଲାଷ୍ଟରେ ଡାଲଚିନି ଷ୍ଟାର୍ ଆଉ ଆମର ଗୁଜୁରାତି ଆଉ ଲବଙ୍ଗ ଏଇ 4ଟା ଜିନିଷ ମିକ୍ସ କରି ଯେଉଁ ପକା ହେଲା ଟିକେ ବଡ଼ ବଡ଼ ଗୁଣ୍ଡ କରିକି ତାର ଟେଷ୍ଟ ଆହୁରି ଜବରଦସ୍ତ ଆସିଗଲା ପୁରା ଚିକେନ୍ ମସଲା ଜାଗାରେ କିଛି ପଡ଼ୁନି ବହୁତ ଭଲ ଲାଗୁଛି ସାଙ୍ଗମାନେ ମାର୍କେଟ ଯାଇଥିଲି ମାର୍କେଟରୁ ନେଇକି ଆସିଛି ତ ନିଜେ ମୁଁ ଆଜି ରୋଷେଇ କଲି ଆଉ ବାକି ଧୁଆଧୁଇର ଭିଡ଼ିଓ ଆପଣ ଦେଖିପାରିଲି ନାହିଁ ସେଥିପାଇଁ କ୍ଷମା ମାଗୁଛି ଆପଣମାନଙ୍କୁ ତ ଏଥର ସବୁ ଆପଣମାନେ ଦେଖେଇବି କାରଣ ଆପଣମାନେ ସପୋର୍ଟ କରୁନାହାନ୍ତି ଲାଇକ୍ କରୁନାହାନ୍ତି କମେଣ୍ଟ କରୁନାହାନ୍ତି ସେଥିପାଇଁ ମୋତେ ଟିକେ ଭଲ ଲାଗୁନାହିଁ କାରଣ ଆପଣମାନଙ୍କୁ ସପୋର୍ଟ କରନ୍ତୁ ଲାଇକ୍ କରନ୍ତୁ ଆଉ ସାଙ୍ଗମାନେ ଆପଣମାନଙ୍କୁ ଭିଡ଼ିଓ କେମିତି ଲାଗିଲା ତ କମେଣ୍ଟ କରି କହିବେ ଆଉ ଲାଇକ୍ କରିବେ କମେଣ୍ଟ କରିବେ ସେୟାର କରିବାକୁ ଭୁଲିବେ ନାହିଁ କାରଣ ଆପଣମାନଙ୍କ ସପୋର୍ଟ ନିହାତି ଦରକାର ଆପଣଙ୍କ ବିନା ସପୋର୍ଟରେ ଆଗକୁ ଯାଇ ହେବ ନାହିଁ ସାଙ୍ଗମାନେ ବହୁତ ଭଲ ଲାଗୁଛି ଏବେ ତ ଖାଇବା ପାଇଁ ଆଉ ଆପଣମାନେ କେମିତି ଲାଗିଲା କମେଣ୍ଟ କରି ନିହାତି କହିବେ ତ ଆପଣମାନେ କମେଣ୍ଟ କରି କୁହନ୍ତୁ ଯେ କେଉଁ ଆଇଟମ୍ଟା କରିକି ଖାଇଲେ ଆପଣମାନଙ୍କୁ ଭଲ ଲାଗିବ ତ ମୁଁ ତ ଜାଣିପାରୁନି ଫିର୍ ବି ମୁଁ ମୋ ହିସାବରେ ଆପଣମାନଙ୍କୁ ଭିଡ଼ିଓ ଦେଖାଉଛି ଆପଣମାନେ କମେଣ୍ଟ କରି କୁହନ୍ତୁ ଯେ ଆଜି କେଉଁ ପ୍ରକାର ଆଇଟମ୍ଟା କଲେ ଆପଣଙ୍କୁ ଭଲ ଲାଗିବ ତ ସେଇଆ ମୋତେ କମେଣ୍ଟରେ କହିଲେ ମୁଁ ସେଇଆ ଆପଣମାନଙ୍କ ପାଇଁ ଆଣିବି ତ ସାଙ୍ଗମାନେ ଦେଖନ୍ତୁ ଖାଉଛି ଲାଗି ବହୁତ ଭଲ ଲାଗୁଛି ଆଉ ଘରେ ସବୁ ଖାଇ ପିଇ ସାରିଲେଣି ଆଉ ମୁଁ ସବୁ ଲାଷ୍ଟରେ ରହିଲି କାରଣ ଆଜି ରବିବାର ପ୍ରାୟ ଆମ ଘରେ କେହି ଆଇଁଷ ଖାଆନ୍ତି ନାହିଁ କାରଣ ମୁଁ ଏକଲା ଖାଏ ଆଉ କେହି ଖାଆନ୍ତି ନାହିଁ ସେଥିପାଇଁ ଆଜି ଲେଟ୍ରେ ଗଲି ଲେଟ୍ରେ ଜିନିଷ ଆଣିଲି ସବୁ ଲେଟ୍ରେ ହେଲା ସେଥିପାଇଁ ତ ସବୁ ଲେଟ୍ରେ ଖିଆପିଆ ହେଲା ତ ଯାହା ହେଲା କିଛି ନାହିଁ ଆପଣମାନଙ୍କ ପାଇଁ ମୁଁ କହିଛି ଆପଣଙ୍କ ପାଇଁ ତ ଭିଡ଼ିଓ ବନେଇବି ତ ଆପଣ ଭିଡ଼ିଓ ବନେଇକି ଦେଖେଇଲେ ଆଜି ଯେତେ ଲେଟ୍ ହେଲେ ବି ଆଉ ଆପଣମାନଙ୍କୁ ଭିଡ଼ିଓ କେମିତି ଲାଗିଲା ଆଉ ଯେଉଁ କେମିତି କେବେ ଏମିତି ବନେଇବେ ବିନା ମସଲାରେ ଚିକେନ୍ ତରକାରୀ ପୁରା ଜବରଦସ୍ତ ଲାଗେ ବିନା ମସଲାରେ ପିଆଜ ରସୁଣ ଅଦାରେ ଚିକେନ୍ ତରକାରୀ ଜବରଦସ୍ତ ପୁରା ଲାଗୁଛି ଜବରଦସ୍ତ ଆଉ ତା'ର ପୁରା ପ୍ରୋସେସ୍ ମୁଁ ଆଉ ଗୋଟେ ଭିଡ଼ିଓ ନେଇକି ଆସିବି କାରଣ ଯେହେତୁ ଆଜି ସଣ୍ଡେ ଥିଲା ତ ପ୍ରାୟ ଲୋକ ତ ଆଇଁଷ ଖାଇବେ ସେଥିପାଇଁ ସମସ୍ତଙ୍କୁ ତ ଆଣି ହେଲା ନାହିଁ ଆଉ ଆଗାମୀ ବୁଧବାରରେ ଆପଣ ଦେଖିବେ ଯେ ପୁରା ତା'ର ପ୍ରୋସେସ୍ କେମିତିଆ ଚିକେନ୍ ତରକାରୀ ବିନା ମସଲାରେ ଆପଣମାନେ ଘରେ କେହି ବନେଇ ଖାଇବେ ବହୁତ ଭଲ ଲାଗିବ ଘରେ ଆଉ ଆପଣମାନଙ୍କୁ ଛୋଟ ଅନୁରୋଧ ଆପଣମାନେ ଭିଡ଼ିଓ ଦେଖନ୍ତୁ ଲାଇକ୍ କରନ୍ତୁ କମେଣ୍ଟ କରନ୍ତୁ ଭିଡ଼ିଓରେ କିଛି ବି ଯଦି ମୋର ଭିଡ଼ିଓ ଭୁଲ କରିଥାଏ ତ ଆପଣମାନେ ମୋତେ କମେଣ୍ଟରେ କୁହନ୍ତୁ ଯେ ଆପଣଙ୍କ ଭିଡ଼ିଓଟା କେମିତି ଲାଗୁଛି ଆପଣମାନେ ମତାମତଟା ଦିଅନ୍ତୁ ଦେଲେ ମୁଁ ମୋର ଠିକ୍ କରିବି ମୁଁ ନିଜେ ସାଙ୍ଗମାନେ ଯାହା ହଉ ଆଜି ତ ଟାଇମ୍ ହେଇଗଲାଣି ତ ଏସବୁ ଖାଇ ପିଇ ସାରିଲିଣି ଆଉ ତାପରେ ଚିକେନ୍ର ଆଉ କିଛି ବଞ୍ଚିଛି ତ ସେସବୁ ଖାଇକି ଏଇନା ଉଠିକି ଆଜି କୁଆଡ଼େ ଯିବାର ନାହିଁ ଯେହେତୁ ଆଜି ସଣ୍ଡେ
ସାଙ୍ଗମାନେ ଆଉ ଆପଣମାନଙ୍କୁ କେମିତି ଭିଡ଼ିଓଟା ଲାଗିଲା ଆପଣମାନେ କମେଣ୍ଟ କରି କହିବେ। ଆଉ ଗୋଟେ କଥା ଆଜି ଶିଖିଲି ଯେ ଯେଉଁମାନେ ସବୁ ରୋଷେଇ କରୁଛନ୍ତି, ଯେଉଁ ମାଆମାନେ ରୋଷେଇ କରି ଭଉଣୀମାନେ, ସେମାନଙ୍କୁ କେବେ ହତାଦାର କରିବେ ନାହିଁ। କାହିଁକିନା ସେମାନେ ବହୁତ କଷ୍ଟରେ ଆମ ପାଇଁ ରୋଷେଇ ତିଆରି କରିଦେଉଛନ୍ତି। ଆମେମାନେ ଆମେ ଖାଇଦେବେ ଜାଣିପାରୁନି, କିନ୍ତୁ ସେ ଆକ୍ଚୁଆଲି କେତେ କଷ୍ଟ କରିବ ସେଟା ଯିଏ ରୋଷେଇ କରିଛି ସେଇ ହିଁ କହିପାରିବ। ତ ସାଙ୍ଗମାନେ ଯାହା ହଉ ଯେ ହଉ ଆପଣମାନେ ମୋ ଭିଡ଼ିଓକୁ କେମିତି ଲାଗିଲା ଆପଣ କମେଣ୍ଟରେ କହିବେ। ଆଉ ରହୁଛି, ଜୟ ଜଗନ୍ନାଥ।